ମା। ଆଜି ଗୋଟେ ବଢିଆ ଗପଟେ ଅଛି। ଏବେକାର ପ୍ରାୟତଃ ଆମ ଦୈନନ୍ଦିନ ଜୀବନରେ ଯୋଉମାନେ ଗୃହସ୍ଥ ତାଙ୍କ ଜୀବନରେ ପ୍ରାୟ ବ୍ୟକ୍ତିଙ୍କ ଜୀବନରେ ଏମିତି ଘଟଣା ଘଟେ। ପୁଅ ପ୍ରତି ଆସକ୍ତ ସେମାନଙ୍କ ଜୀବନରେ କଣ ପାଇଁ ବା କେମିତି ଗୋଟେ ଆଶା ବାନ୍ଧି ରହିଥାଏ ସବୁବେଳେ ଯେ ପୁଅ ମାନଙ୍କର ଭବିଷ୍ୟତ ଉଜ୍ଜଳ ହେବ ଏବଂ ସେମାନେ ଆମକୁ ପରିବାର ପୋଷିବେ, ମତେ ପୋଷିବେ ଇତ୍ୟାଦି। ଗୋଟେ ବଢିଆ ଲେଖାଟେ ଗପଟେ ହଉଛି କିସ ପୁଣି ଦେଖା ନଯାଏ। କିସ ପୁଣି ଦେଖା ନଯାଏ। ଗୋଟେ ଗାଁ ଥାଏ, ତା ନାଁ ହଉଛି ହରିପୁର। ସେଥିରେ ଜଗନ୍ନାଥ ନାମକ ଜଣେ ପଣ୍ଡିତ ପାଣ୍ଡିତ୍ୟ ସହିତ ଗାଁର ପଣ୍ଡିତ ଏବଂ ଆଖପାଖରେ ତାଙ୍କ ନାଁ ବି ପଣ୍ଡିତ ହିସାବରେ ବହୁତ ପରିଚୟ ଥିଲା। ତାଙ୍କର 4 ଝିଅ। ଅନେକ ପୂଜାର୍ଚ୍ଚନା କରିବା ପରେ ଶେଷକୁ ପୁତ୍ର ଲାଭଟିଏ ହେଲା। କିନ୍ତୁ ଜଗନ୍ନାଥ ବହୁ ସାବଧାନ। ସେ ବ୍ରାହ୍ମଣ ଯେହେତୁ ଲୋକେ ଏବଂ ଲୋକେ ତାଙ୍କୁ ପଣ୍ଡିତ ଡାକନ୍ତି। ସେ ପିଲାମାନଙ୍କୁ ମଧ୍ୟ ଚାଟଶାଳୀରେ ପାଠ ବି ପଢାନ୍ତି। ତେଣୁ ତାଙ୍କ ଭିତରେ ଗୋଟେ କୁହାଯାଇପାରେ ଯେ ଗୋଟେ ଆଶା ଥାଏ। ସମସ୍ତଙ୍କର ଗୋଟେ ଆଶା ଥାଏ ଯେ ମୋ ପିଲା ଯେମିତି ଭଲ, ତେଣୁ ତାଙ୍କ ଭିତରେ ଗୋଟେ ଆଶା ଥିଲା ଯେ ତାଙ୍କ ପୁଅ ଦିନେ ମହାନ ପଣ୍ଡିତ ହବ। ତାଙ୍କର ଆଦୌ ସେଥିରେ ସନ୍ଦେହ ନଥିଲା। ତେଣୁ ପୁଅର ନାଁ ସେ ରଖିଲେ କଣ? ବିଶାରଦ। ପୁଅ ନାଁ ରଖିଲେ ବିଶାରଦ। ଧୀରେ ଧୀରେ ପୁଅ ବଡ ହେଲା, ପଢିବା ବୟସ ହେଇଗଲା, କିନ୍ତୁ ଗେହ୍ଲା ପୁଅ। ତେଣୁ ଡେରିରେ ତାର ଖଡି ଛୁଆଁ ହେଲା। ଯେବେ ଖଡି ଛୁଆଁ ହେଲା, ପଣ୍ଡିତ ନିଶ୍ଚିତ ସେ ପର୍ଯ୍ୟନ୍ତ ବି ନିଶ୍ଚିତ ଥାନ୍ତି ତାଙ୍କ ପୁଅ ଯେତେ ଡେରିରେ ବିଦ୍ୟା ଆରମ୍ଭ କଲେ ବି ଅଳ୍ପ ଦିନ ଭିତରେ ନିଜ ସୁବାସରେ ଚାରିଦିଗ ସେ ମହକାଇ ଦବ। ପାଠ ପଢା ଆରମ୍ଭ ହେଲା। ପ୍ରଥମ ଦିନ ହିଁ ପୁଅ ସିଲଟ କଚାଡି ଭାଙ୍ଗି ଦେଲା। ପଣ୍ଡିତଙ୍କ ମୁହଁ ଶୁଖିଗଲା ଆଉ। କହିଲେ ଯୋଉ ପିଲା ସିଲଟକୁ ଭାଙ୍ଗିଦେଲା, ଆଉ ତା ଦେଇ କଣ ହବ? କିନ୍ତୁ ମା ମା କହିଲେ, ମାନେ ତାଙ୍କ ସ୍ତ୍ରୀ କହିଲେ, ଆ ହଇଓ ଏଇଟା ତ ଭଲ ଲକ୍ଷଣ। ସିଲଟ ଭାଙ୍ଗିଦେବା ଭଲ ଲକ୍ଷଣ। କାହିଁକି ନା ଇଏ ଲକ୍ଷଣ କହୁଛି ଭବିଷ୍ୟତରେ ପୁଅ ଆମର ସମସ୍ତଙ୍କର ଗର୍ବ ଚୂନା କରିଦେବ। ହଁ, ପଣ୍ଡିତଙ୍କ ମୁହଁରେ ଟିକେ ହସ ଆସିଲା। କହିଲା ହଁ ଠିକ ଠିକ। ସେ ଏମିତି ବିଶାରଦ ପଣ୍ଡିତ ହବ, ଯେ ପଣ୍ଡିତ ବିଶାରଦ ହବ ଯେ ସମସ୍ତଙ୍କର ଗର୍ବ ଚୂର୍ଣ୍ଣ କରିଦବ। ଠିକ କଥା ତମେ କହିଲ। ନା ତ ରଖିଛନ୍ତି ବିଶାରଦ ସେଇଥିପାଇଁ। କିନ୍ତୁ ତାଙ୍କର ଏଇ ଯୋଉ କଳ୍ପନାକୁ ବିଶାରଦ ଅଧିକ ସମୟ ସ୍ଥାୟୀ ହବାକୁ ଦେଲା ନାହିଁ। ଯେତେବେଳେ ବି ସିଲଟରେ ଖଡି ଛୁଆଁ ହେଲା, ତାର ନଖରାମି ବାହାରିଲା। ଏବଂ ଜବରଦସ୍ତ ଯେବେ ଯଦି ଖଡି ଛୁଆଇଲେ, ଖଡି ଧରିଲା, କିମ୍ଭୂତ କିମ୍ଭାକାର ଚିତ୍ର ସବୁ ଆଙ୍କିଲା। ଅ ଆ ର ନାଁ ଧରିଲା ନାହିଁ। ଅ ଆ କ ଖ କିଛି ନାଁ ଧରିଲା ନାହିଁ। ସବୁ ତାର କିମ୍ଭୂତ କିମ୍ଭାକାର କଲା। ଯେତେ ଚେଷ୍ଟା କଲେ ମଧ୍ୟ ପଣ୍ଡିତଙ୍କର ସବୁ ଚେଷ୍ଟା ବ୍ୟର୍ଥ ଗଲା। ଭାରି ମନ ଦୁଃଖ। କିଛି ଦିନ ଚାଲିଲା, କଣ କରିବେ? ହଠାତ୍ ଦିନେ ସେ ଶୁଣିଲେ ଯେ ତାଙ୍କ ଗାଁକୁ ଜଣେ ସନ୍ନ୍ୟାସୀ ଆସିଛନ୍ତି ଆଉ ବିଶ୍ରାମ ନେଇଛନ୍ତି। ସେ ସନ୍ଧ୍ୟା ବେଳକୁ କୁଆଡେ ପଳେଇବେ। କାହିଁକିନା ସେତେବେଳେ ସନ୍ନ୍ୟାସୀ ମାନେ ସାଧାରଣତଃ ଗୋଟେ ଜାଗାରେ ଅଧିକ ସମୟ ରହନ୍ତିନି। ଗୋଟାଏ ଦିନ ଯଦି ଗୋଟେ ଜାଗା ରହିଲେ, ସେ ତା ପର ଦିନକୁ ସେ ଜାଗା ଛାଡି ଚାଲିଯାଆନ୍ତି। ଗୋଟେ ଦିନେ ସେ କଣ କଲେ, ସେଦିନ ଯାଇକି ତାଙ୍କ ପାଖରେ ପହଞ୍ଚିଗଲେ। ସନ୍ନ୍ୟାସୀଙ୍କୁ
ସବୁ କଥା କହିଲେ। ସନ୍ୟାସୀ କହିଲେ ଟିକେ ବିଶାରଦକୁ ଡକାଯାଉ, ମୁଁ ଟିକେ ତାକୁ ଦେଖିବି। ସେଠୁ ତାଙ୍କ ସ୍ତ୍ରୀ ଯାଇକି ବିଶାରଦ ବାବୁ ଆମର ସାଙ୍ଗମାନଙ୍କ ସହିତ ପଡ଼ିଆରେ ଖେଳୁଛନ୍ତି, ତାକୁ ଯାଇ କୁହା ବୋଲା କରି ଗେଲ କରି ଧରିକି ଆସି ପହଞ୍ଚିଲେ ସନ୍ୟାସୀଙ୍କ ପାଖରେ। ସନ୍ୟାସୀ ତାକୁ ଦୂରରୁ ଦେଖୁଥାନ୍ତି, ତାପରେ ପାଖକୁ ଆଣି କୋଳରେ ବସେଇ ଟିକେ ସ୍ନେହରେ କଥା ଆରମ୍ଭ କଲେ। ତାପରେ ତା ହାତ ଦେଖିଲେ। ହାତ ଦେଖି ସାରିଲା ପରେ କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁ, ଆର ଭାଗ୍ୟ ବଡ ଟାଣ, ଇଏ ଦିନେ ରାଜାଶ୍ରୟ ପ୍ରାପ୍ତ ହେବ। ରାଜାଶ୍ରୟ ମାନେ ରାଜାଙ୍କର ଆଶ୍ରୟ ପ୍ରାପ୍ତ କରିବ। ଏତିକି ଯେତେବେଳେ କହିଲେ, ପଣ୍ଡିତଙ୍କ ସ୍ତ୍ରୀଙ୍କର ମନ ବି ଖୁସି। ପଣ୍ଡିତ ବିସ୍ମୟ ହେଲେ, କହିଲେ ଜଣେ ଧରୁନାହିଁ, ୟାକୁ କଣ କହୁଛନ୍ତି ରାଜାଶ୍ରୟ ପ୍ରାପ୍ତ ହବ? ତାପରେ ସନ୍ୟାସୀ କହିଲେ, ଦେଖ ତମେ ତାକୁ ସଂସ୍କୃତ ଶିଖାଅ। ପଣ୍ଡିତ ବର୍ତ୍ତମାନ ବହୁତ ମହା ସମସ୍ୟାରେ ପଡିଗଲେ। ଆରେ ଯୋଉ ପିଲା ସାଧାରଣ ଅକ୍ଷର ଶିଖୁନାହିଁ, ସିଏ ପୁଣି ସଂସ୍କୃତ ଶିଖିବ? ସଂସ୍କୃତ ଶିଖିକି ପୁଣି ଏଡେ ବଡ ପଣ୍ଡିତ ହବ ଯେ ସିଏ ରାଜାଶ୍ରୟ ପାଇବ? ଭବିଷ୍ୟବାଣୀ ତ ଗ୍ରହଣ କରିପାରୁନାହାନ୍ତି, କିନ୍ତୁ ଏଡେ ବଡ ସନ୍ୟାସୀ, ସିଏ କଣ ମିଛ କହିଥିବେ? ହଉ, ଆମ କାମ ତ ହଉଛି ଚେଷ୍ଟା କରିବା, ଆମେ ଚେଷ୍ଟା କରିଦବା, କାହିଁକି ଚେଷ୍ଟାରେ ଆଉ ହେଳା କରିବା? ତେଣୁ ପଣ୍ଡିତେ ନିଜକୁ ନିଜେ ଏଇ ପ୍ରକାର ସାନ୍ତ୍ୱନା ଦେଇ ତା ସାଙ୍ଗରେ ଲାଗିଲେ। ଆଉ ମା ତାର ବୁଝଉଥାଏ, ପୁଅ ଆଉ ତୁ ରାଜଦରବାରରେ ପଣ୍ଡିତ ହବୁ, ତେଣୁ ତୁ ଟିକେ ବାପା କଥା ମାନେ, ସଂସ୍କୃତ ଟିକେ ଶିଖ। ବାରମ୍ବାର ପୁଅର ମାର ଗେହ୍ଲାରେ କହୁଥାନ୍ତି ଏବଂ ବାପା ଏପଟରେ ତାଙ୍କର ଆପ୍ରାଣ ଉଦ୍ୟମ ଚେଷ୍ଟା କରୁଥାନ୍ତି ତାକୁ ସ୍ନେହ ଶ୍ରଦ୍ଧା କରି ସଂସ୍କୃତ ଶିଖିବା ପାଇଁ। କିନ୍ତୁ ମନ ତ ଉଣା, ଯାହା କରୁଛି ସିଏ କୋଉ ଶିଖୁଛି, ଏ ବଦମାସି କରୁଛି। ଲୋକେ ଯେତେବେଳେ ପଚାରୁଛନ୍ତି, ନା ପଣ୍ଡିତେ ଆଉ ଆପଣଙ୍କ ପୁଅ ପାଠଶାଠ କିପରି ପଢୁଛି, ଆଉ ଏ ପ୍ରଶ୍ନର ଉତ୍ତର ପଣ୍ଡିତେ କଣ ଦେବେ କୁହନ? ଲାଜ, ମୁହଁ ଲାଜ, କିଛି କହିପାରୁନଥାନ୍ତି। ଲୋକେ କହୁଛନ୍ତି, ଦେଖ ପଣ୍ଡିତଙ୍କର କି ମହାନ ପଣିଆ, ନିଜ ପୁଅର ବଢେଇ କଣ ପ୍ରଶଂସା କଣ ସେ କରିବେ? ତେଣୁ ଦେଖ ନମ୍ର ନୀରବ ରହୁଛନ୍ତି। ମହତ ଲୋକ ସବୁ ଏମିତି ନମ୍ର ରହନ୍ତି ନା। ଆଉ ପଣ୍ଡିତ ଇଏ ଟିପ୍ପଣୀ ଶୁଣୁଛନ୍ତି, ସେ ଟିପ୍ପଣୀ ଶୁଣି ହସିବେ କି କାନ୍ଦିବେ ବୁଝି ପାରୁନାହାନ୍ତି ନିଜେ, କିନ୍ତୁ ସିଏ ତାଙ୍କର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି କେମିତି ପିଲାଟାକୁ ଟିକେ ସଂସ୍କୃତ ଶିଖେଇବେ। କିଛି ଅଧିକ ଲାଭ ହୁଏ। ଆଉ ସେଥିରେ ପୁଣି ଆଉ କଣ ନା, ବେଳେ ବେଳେ ମା ମନ ତ, ଯେତେବେଳେ ପଣ୍ଡିତେ ତାକୁ ଜବରଦସ୍ତ ଅଧିକା ସମୟ ବସେଇବେ, ବେଶୀ ରାତି ଯଦି ହେଇଗଲା, ସେଠୁ ସ୍ତ୍ରୀ ଆସି ବିରକ୍ତି କହିବେ, ହଇଓ ପୁଅର ସ୍ୱାସ୍ଥ୍ୟ ବଡ କଥା ନା ପାଠଟା ବଡ କଥା? ଆରେ ସ୍ୱାସ୍ଥ୍ୟ ଭଲ ଥିଲେ ସିନା ଆଜି ନହେଲେ କାଲିକି ପାଠ ଶିଖିଯିବ, ତମେ ଏତେ ଏତେ ବ୍ୟସ୍ତ କାହିଁ ହଉଛ କହିଲ? ସିଏ ପଣ୍ଡିତେ କଣ କରିବେ, ପଣ୍ଡିତ ତାଙ୍କ ମନ ପୋଡି ଯାଉଛି। ସେ ଯୋଉ ଯିଏ ଗୁରୁ ବା ଯିଏ ଶିକ୍ଷକ ଯେତେବେଳେ ଶିକ୍ଷାର୍ଥୀ ମାନଙ୍କୁ ପଢାଉଥାନ୍ତି, ସେତେବେଳେ ସିଏ ଯେ କେତେ କଷ୍ଟ କରନ୍ତି ସେ କଥା କେବଳ ସିଏ ହିଁ ଜାଣନ୍ତି। ବାହାରେ ସବୁ ଅନ୍ୟ ଅଭିଭାବକ ମାନେ କଣ କରନ୍ତି, ସେ ସବୁ କଥାରେ କହିବେ, କଥାରେ କହିବେ, ଅନ୍ୟ ଲୋକମାନେ କହିବେ କଣ ପଢଉଛନ୍ତି, କିନ୍ତୁ ସିଏ ଯେ କେତେ କଷ୍ଟ ସହୁଛନ୍ତି ସେ କଥା କେବଳ ସିଏ ଜାଣିଥିବେ। ତେଣୁ ପଣ୍ଡିତେ ତାଙ୍କର ଯୋଉ ମାନେ ନୀରବ ରହୁଛନ୍ତି, କରିବେ କଣ? ଆଉ ପୁଅ ଆମର ଏତେ ସୁନ୍ଦର ମାନେ ଚଗଲା, କହୁଛି, ବାପା ତମେ ମୁଁ ରାଜଦରବାରରେ ସ୍ଥାନ ପାଇଗଲେ ଗଲା, ତମେ କାହିଁ ବ୍ୟସ୍ତ ହଉଛ କହିଲ? ଆଉ ମୁଁ ଯେତେବେଳେ ରାଜଦରବାରରେ ସ୍ଥାନ ପାଇଯିବି, ତମକୁ ଆଉ ବୋଉକୁ ନେଇକି ମୁଁ ବହୁତ ସୁଖରେ ରଖିବି, ତମେ ଚିନ୍ତା କର ନାହିଁ। ସେଇଠୁ ପଣ୍ଡିତେ କହୁଛନ୍ତି, ବାପା ସେଥିପାଇଁ ମୁଁ ଚିନ୍ତା କରୁନାହିଁ, ମୁଁ ଚିନ୍ତା କରୁଛି ଆଗେ ତ ତୁ 2 ଅକ୍ଷର ପାଠଟା ପଢ, ତାହେଲେ ଯାଇକି ଦରବାରରେ ସ୍ଥାନ ପାଇବୁ। ଗୋଟେ ପୁଅ କହୁଛି, ଓହୋ ବାପା ତମେ ଚିନ୍ତା କର ନାହିଁ,
ପଣ୍ଡିତେ ଯେତେ ଚେଷ୍ଟା କରନ୍ତୁ ନା କାହିଁକି ପୁତ୍ର ବିଶାରଦକୁ ନେଇ ସଂସ୍କୃତରେ ଗୋଟିଏ ବି ସହଜ ବାକ୍ୟ କୁହାଇ ପାରିଲେ ନାହିଁ। ମାନେ ତା ପାଟିରୁ ଗୋଟେ ବାକ୍ୟଟିଏ ସରଳ ବାକ୍ୟଟି ବି ସେ ସଂସ୍କୃତରେ କହିପାରୁନି। ପ୍ରତି ଶବ୍ଦକୁ ସେ ଭୁଲ ଉଚ୍ଚାରଣ କରିବ, ଆଉ ଓଲଟ ପାଲଟ କରିଦେଇଥବ, ଆଉ ବାକ୍ୟଟି ଶେଷ କଲା ବେଳକୁ ମନେ ହବ ଯେପରି ସେ ଗୋଟେ ନୂଆ ଭାଷା କହୁଛି, ଗୋଟେ ନୂଆ ଦୁନିଆରୁ କୋଉ ଭାଷା ଆଣୁଛି, ସେଟା ସଂସ୍କୃତ ନୁହଁ ତ ଆଉ କୋଉ ଭାଷା। ଆଉ ତା ନିଜ ଭୁଲ ସୁଧାରିବାର ନାଁ ସେ ଧରୁନାହିଁ, ତା ଭିତରେ ଆଗ୍ରହ ବି ନାହିଁ, ସେ ବି ଗ୍ରହଣ କରିବାକୁ ରାଜି ନୁହଁ ଯେ ସେ ଭୁଲ କହୁଛି। ଆଉ ଯେତେବେଳେ ତାକୁ ଯଦି କିଛି ସଂଶୋଧନ କରିବାକୁ କହିବ, ଓହୋ ଚଳିବ ମ, ଏଇଥିରେ ଚଳିଯିବ, ହଁ ମ ଚଳିଯିବ। ପଣ୍ଡିତେ ଆଉ କହିଲିନି, ଶିକ୍ଷକର ମନ ଶିକ୍ଷକ କେବଳ ଜାଣିଛି କେତେ ପରିଶ୍ରମ କରେ। ପଣ୍ଡିତେ ଦିନେ ଦୁଃଖ କରି ନିଜ ସ୍ତ୍ରୀ ଆଗରେ କହିଲେ, ନା ଏତେ ଲୋକକୁ ଏତେ ପିଲାଙ୍କୁ ପାଠ ପଢେଇଲି, କିନ୍ତୁ ନିଜ ପୁଅ ବିଶାରଦ ପାଖରେ ଫେଲ ମୁଁ ପାରିବି ନାହିଁ। ତାଙ୍କ ସ୍ତ୍ରୀ କହିଲେ, ଦେଖ ଆମ ପୁଅ କଣ ଏତେ ସାଧାରଣ ଲୋକ ଭଳିଆ ସାଧାରଣ? ତମେ କେତେ ପାଠ ଯେ ତାଙ୍କୁ ପଢେଇବ, ସବୁଠାରୁ ବଡ ପଣ୍ଡିତ ପାଖରେ ନେଇ ତାକୁ ଛାଡିଦିଅ, ସିଏ ତାକୁ ସବୁ ସାବାଡ କରିଦେବେ, ସିଏ ତାକୁ ପଢେଇ ଦେବେ। ଇଏ ଅଭିଭାବକ ମାନଙ୍କର ଏସବୁ ମତ ଥାଏ। ଯଦି ଏଠି ହେଲାନି, ହେ ସିଏ ପଢେଇ ପାରୁନି, ମୁଁ ସେ ଆଉ ଜଣେ ଟିଚର ପାଖରେ ଛାଡ। ପଣ୍ଡିତ ନିଜେ ଜାଣିଛନ୍ତି କି କଷ୍ଟ। ଦୀର୍ଘ ନିଶ୍ୱାସ ପକେଇ କହିଲେ, ପୁଅକୁ ଧରିଲେ, କହିଲେ ହଉ ମୋ ପାଖରେ ହେଲା ନାହିଁ, ନିଜ ବାପା ପାଖରେ ତମେ ପଢୁନାହିଁ, ଯଦି ଆଉ ଜଣେ ଶିକ୍ଷକଙ୍କ ଗୁରୁଙ୍କ ପାଖକୁ ଗଲେ ଯଦି କିଛି ହୁଏ ତାର, ତେଣୁ ସେ କଣ କଲେ, ଦୂରରେ ମାନେ ଘରଠାରୁ ବହୁତ ଦୂରରେ ଜଣେ ବିଖ୍ୟାତ ସଂସ୍କୃତ ଶିକ୍ଷକ ଥାନ୍ତି ବିଦ୍ୟା ବାଗୀଶ, ତାଙ୍କ ପାଖରେ ନେଇକି ପହଞ୍ଚେଇଲେ ଏବଂ ତାଙ୍କୁ ସବୁ କଥା ସେ ନିଷ୍କପଟ ଭାବରେ କହିଲେ। ପୁରା, କାହିଁକି ନା ଦେଖ କୁହାଯାଏ କେତେ ଜଣଙ୍କ ପାଖରେ ତ ମିଛ କହିବ ନାହିଁ। ପ୍ରଥମ କଥା ହେଲା ଟିଚର ପାଖରେ ମିଛ କହିବନି, ଗୁରୁଙ୍କ ପାଖରେ ମିଛ କହିଲେ ତମର ଆଉ ପାଠ ନୁହଁ, ଜୀବନ କ୍ଷେତ୍ରରେ ଶିକ୍ଷାର ଯୋଉ ପ୍ରଥମ ପାବଛଟି ସେଠି ଫେଲ। ତେବେ ତମେ ଗୁରୁଙ୍କ ପାଖରେ କେବେ ମିଛ କହିବନି। ଆଉ କୁହାଯାଏ ଡାକ୍ତରଙ୍କ ପାଖରେ ମିଛ କହିବନି, ଆଉ ଡାକ୍ତର ପାଖରେ ଯଦି ମିଛ କହିବ ତେବେ ତମ ରୋଗ ଭଲ ହବନି। ଗୁରୁଙ୍କ ପାଖରେ ମିଛ କହିଲେ ଜୀବନ ବ୍ୟର୍ଥ, ଜୀବନଟା ଗଲା, ଆଉ ଜୀବନ ଭଲରେ ଚାଲିବନି। ଡାକ୍ତରଙ୍କ ପାଖରେ ମିଛ କହିଲେ ତମ ଦେହ ଭଲ ହବନି, ଆଉ ଦେହ କେମିତି ଭଲ ହବ? ତୃତୀୟ ହଉଛି ଇନଷ୍ଟାଣ୍ଟ, ମାନେ ଓକିଲ ପାଖରେ, ନିଜ ଓକିଲ ପାଖରେ ମିଛ କହିବ ନାହିଁ। ଯଦି ଓକିଲ ପାଖରେ ମିଛ କହିଲେ ତମ କେସ୍ କେମିତି ଲଢିବ? ସେ ତମ କେସ୍ ଲଢିବ ଜାଣିଥିଲେ ତ ଯାଇ କେସ୍ ଟାକୁ ଲଢିବ। ତେଣୁ ଓକିଲ ପାଖରେ ମିଛ କହିବ ନାହିଁ, ଡାକ୍ତରଙ୍କ ପାଖରେ ମିଛ କହିବ ନାହିଁ, ଗୁରୁଙ୍କ ପାଖରେ ମିଛ କହିବ ନାହିଁ ବୋଲି ଏଇଟା ସାଧାରଣରେ କୁହାଯାଏ ଏବଂ ଏହା ଆପଣ ଦେଖନ୍ତୁ ଜୀବନ କ୍ଷେତ୍ରରେ ଏହା ହିଁ ସତ୍ୟ। ତେଣୁ ସେ ଗୁରୁଦେବଙ୍କ ପାଖରେ, ବିଦ୍ୟା ବାଗୀଶଙ୍କ ପାଖରେ ସତ କଥା କହିଗଲେ, ଦେଖନ୍ତୁ ମୋ ପୁଅର ଏଇ ଅଛି ଗୁଣ। ସେଠୁ ଗୁରୁଦେବ କହିଲେ, ଦେଖ ତମେ ବିଶାରଦକୁ ଏଠି ଛାଡି ଦେଇ ଯାଅ, ଆଜିଠୁ ସଂସ୍କୃତ ତାର ଶିକ୍ଷା ଆରମ୍ଭ କରିବା। କିନ୍ତୁ ଗୋଟେ କଥା ତମେ ଆଶ୍ୱସ୍ତ ହେଇକି ଯାଅ ଯେ ଏଇଠି ଯୋଉମାନେ ଶିକ୍ଷା ଗ୍ରହଣ କରିବାକୁ ଆସିଛନ୍ତି ସେମାନେ ସଂସ୍କୃତ ପଣ୍ଡିତ ନ ହେଇଛନ୍ତି ଏଭଳି ଜଣେ କେହି ବି ନାହିଁ, ତେଣୁ ସେ ନିଶ୍ଚୟ ହବ। ପଣ୍ଡିତ ଟିକେ ନିଶ୍ଚିନ୍ତ ହେଇକି ଘରକୁ ବାହାରିଲେ, ଯାହା ହଉ କିଛି ତ ହବ। 15 ଦିନ ଭିତରେ ବିଦ୍ୟା ବାଗୀଶ ବୁଝିଲେ ଯେ ସେ ଜୀବନରେ ଏଭଳି ଛାତ୍ର କେବେ ଦେଖି ନାହାନ୍ତି। ବିଶାରଦ ଯେ ଖାଲି କୌଣସି ସଂସ୍କୃତ ଶିକ୍ଷିବାକୁ ଅକ୍ଷମ ତା ନୁହେଁ, ସେ ତା ନିଜର ଭୁଲ ଭ୍ରାନ୍ତି ସଜାଡିବାକୁ ପ୍ରସ୍ତୁତ ନୁହେଁ। ଭୁଲ ଦେଖାଇଲେ ସେ ବେପରୁଆ ଭାବରେ କହିବ କଣ କହେ, ହଁ ମ ସେଇଥିରେ ଚଳିଯିବ। ତେଣୁ ଏଠି ଗୁରୁଦେବଙ୍କୁ କଣ କହିଲା, ଆଜ୍ଞା ସେଇଥିରେ ଚଳିଯିବ ଆଜ୍ଞା। ମାନେ ଯେତେ ଭୁଲ ଦେଖେଇଲେ ବେପରୁଆ ଭାବରେ କଣ କହିବ, ସେଇଥିରେ ଚଳିଯିବ ଆଜ୍ଞା। 2 ବର୍ଷ ବିତିଗଲା। ବିଦ୍ୟା ବାଗୀଶ ବିଶାରଦକୁ କହିଲେ, ବାପା ତମ ବିଦ୍ୟା ଅଧ୍ୟୟନ ଶେଷ ହେଲା, ସଂସ୍କୃତ ଜଗତରେ ତମର ଶିଖିବାକୁ ଆଉ ବାକି ବୋଲି କିଛି ନାହିଁ, ଏଥର ତମେ ଯୁଆଡେ ଯିବ ଯାଅ। କିନ୍ତୁ
ବୁଝିଲା, 2 ବର୍ଷ ପଢା ସରିଗଲା। ଲାଷ୍ଟକୁ ବିଦ୍ୟା ବାଗିଶ ମଧ୍ୟ କହିଲେ, ବାପା ତମ ବିଦ୍ୟା ଅଧ୍ୟୟନ ଶେଷ ହେଲା, ଆଉ କିଛି ବାକି ନାହିଁ, ତମେ ଯୁଆଡେ ଯିବ ଯାଅ। ଇଏ କହିଲା, ଆଜ୍ଞା ଗୁରୁଦେବ ଆଉ କୁଆଡେ ଯିବି, ସିଧାସଳଖ ତ ରାଜଦରବାର ଯିବି ଆଉ। ମୁଁ ତ ଅଲରେଡି ଜାଣିଛି ଆଉ ଯେ ମୋର ରାଜାଶ୍ରୟ ପ୍ରାପ୍ତ ହବ ଆଉ ବ୍ୟସ୍ତ ହୁଅନ୍ତୁନି ଗୁରୁଦେବ, ଆଉ ମୁଁ ଭବିଷ୍ୟତରେ ଆପଣଙ୍କୁ ଯଥେଷ୍ଟ ଅର୍ଥ ଦେବି। ବର୍ତ୍ତମାନ ଆପଣଙ୍କର ମୁଁ କିଛି ଉପକାର କରିପାରେ? ବିଶାରଦ ପଚାରେ। କହିଲେ ଭବିଷ୍ୟତରେ ମୁଁ ପୁଳେ ଅର୍ଥ ଦେବି, ବର୍ତ୍ତମାନ ମୁଁ ଆପଣଙ୍କୁ କିଛି ଉପାୟ କିଛି ଉପକାର କରିପାରେ, କାହିଁକିନା ଗୁରୁ ଦକ୍ଷିଣା ବୋଲି ଦବା ପାଇଁ କୁହାଯାଏ। କାହିଁକିନା ଯୋଉମାନେ ଗୁରୁ ବିଦ୍ୟା ଅଧ୍ୟୟନ କରୁଛନ୍ତି ସେମାନେ କେହି ପାରିଶ୍ରମିକ ଦିଅନ୍ତି ନାହିଁ। ପାରିତୋଷିକ, ପାରିଶ୍ରମିକ ଏସବୁ ଜିନିଷ ସେତେବେଳେ ବିଶେଷ ନଥିଲା। ରାଜାଙ୍କ ଆଶ୍ରୟରେ କଣ ହଉଥିଲା ନା ଗୁରୁକୁଳ ଗୁଡିକ ଚାଲୁଥିଲା। ତେଣୁ ଛାତ୍ର ମାନଙ୍କ ପାଖରୁ ବା ବିଦ୍ୟାର୍ଥୀ ମାନଙ୍କ ପାଖରୁ କୌଣସି ଶୁଳ୍କ ନିଆଯାଉନଥିଲା। ଗୁରୁ କହିଲେ, ତମେ କୁଆଡେ ହେଲେ ନିଜକୁ ମୋର ଶିଷ୍ୟ ବୋଲି ପରିଚୟ ଦେବ ନାହିଁ। ଯଦି ତମେ ଏତିକି ମୋର ଉପକାର କରିବ ତେବେ ମୁଁ କୃତାର୍ଥ ହେବି। କାହିଁକିନା ସେ ଯୋଉ ଆଗରୁ ତାଙ୍କର ଯୋଉ ଥିଲା ସୁନାମ, ଯେ ତାଙ୍କ ପାଖରେ ଯିଏ ବିଦ୍ୟା ଅଧ୍ୟୟନ କରିବାକୁ ଆସିଛି ସେ ସଂସ୍କୃତ ପଣ୍ଡିତ ନିଶ୍ଚୟ ହେଇକି ଯାଇଛି। ତେଣୁ ସେ କହିଲେ, ତମେ ଯୁଆଡେ ଯାଅ, ଯାହା କରୁଛ କର, ମୋ ଶିଷ୍ୟ ବୋଲି ପରିଚୟ ଦବ ନାହିଁ ଯଦି, ତେବେ ସେଇଟା ମୋ ପାଇଁ ହଉଛି କୃତାର୍ଥ। ମୁଁ କୃତଜ୍ଞ ହେବି ସେଇଥିରେ, ସେଇଟା ମୋ ପାଇଁ ଗୁରୁ ଦକ୍ଷିଣା। ସେଠୁ ବିଶାରଦ ବାବୁ କହୁଛନ୍ତି, ଆଜ୍ଞା ବୁଝିଲି ଆଜ୍ଞା, ମୋ ଆଦର୍ଶରେ ମୁଁ ଅନେକ ଲୋକଙ୍କୁ ଅନୁପ୍ରାଣିତ କରିବି, ଆଉ ଆପଣଙ୍କୁ କାହିଁ ମୁଁ ହଇରାଣ କରିବି? ଆପଣଙ୍କୁ ମୁଁ ହଇରାଣ କରିବି ନାହିଁ ଆଜ୍ଞା। ମୁଁ କେବେ ବି କହିବି ନାହିଁ ଯେ ମୁଁ ଆପଣଙ୍କର ଶିଷ୍ୟ ବୋଲି। ମୋ ନିଜ ଆଦର୍ଶରେ ମୁଁ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବି। ବିଦ୍ୟା ବାଗିଶ ଖୁସି ହେଲେ, କହିଲେ ଯାହା ହଉ ଯାହା ହଉ। ବିଦ୍ୟା ବାଗିଶ କୌଣସି ମତେ ନିଜ ମୁହଁରେ ଭାବ ଲୁଚାଇ ରଖିଲେ। ବିଶାରଦ ତାଙ୍କୁ ଲମ୍ବ ପ୍ରଣାମ ପକେଇଲା ଓ କହିଲା, ଗୁରୁଦେବ, ରାଜଦରବାରରେ ମୋର ସ୍ଥାନ ହେଇଯିବା ପରେ ଆପଣ କିନ୍ତୁ ରାଜଧାନୀକୁ ଯାଇ ମୋର ଅତିଥି ଦିନେ ହେବେ। ସେତେବେଳେ ମୋର ପ୍ରତିପତ୍ତି ବଢି ଯାଇଥିବ। ମୁଁ ସମସ୍ତଙ୍କୁ କହିଦେବି କି ମୋ ଭଳି ପଣ୍ଡିତ ପ୍ରସ୍ତୁତ କରିସାରିବା ପରେ ଆପଣଙ୍କର ଆଉ କାହାକୁ ପାଠ ପଢାଇବା ଆବଶ୍ୟକ ନାହିଁ। ତେଣୁ କେହି ଆପଣଙ୍କୁ ଆଉ ହରକତ କରିବାକୁ ସାହସ କରିବେ ନାହିଁ। ଏହା କହି ସେ ବିଶାରଦଙ୍କ ପାଖରୁ, ମାନେ ଏହା କହି ବିଶାରଦ ବିଦାୟ ନେଇ ଗଲେ କାହା ପାଖରୁ? ବିଦ୍ୟା ବାଗିଶଙ୍କ ପାଖରୁ। ରାଜଧାନୀକୁ ଯାଉଥାନ୍ତି, ବାଟରେ ସନ୍ଧ୍ୟା ହେଇଗଲା। ଜଣେ ବ୍ରାହ୍ମଣଙ୍କ ସହ ତାଙ୍କର ଅତିଥି ହେଇ ତାଙ୍କ ସେ ଘରକୁ ଗଲେ। ବାଟରେ ବ୍ରାହ୍ମଣଙ୍କ ସହିତ ଦେଖା ହେଲେ, ତାଙ୍କ ଘରେ ଅତିଥି ହେଲେ। ତାଙ୍କ ଘରେ ଯାଇକି ସେ ଦେଖିଲେ ଯେ ବ୍ରାହ୍ମଣଙ୍କ ସ୍ତ୍ରୀ ବ୍ରାହ୍ମଣଙ୍କ ଉପରେ କୌଣସି କାରଣରୁ ରାଗି ଯାଇଛନ୍ତି, ଭୀଷଣ ଖପା। ବିଶାରଦ ମହିଳାଙ୍କୁ କହିଲେ, ଆଉ ସାଧ୍ୱୀ, ମୁଁ ଜଣେ ମହାନ ସଂସ୍କୃତ ପଣ୍ଡିତ, ମୋ ଆଗମନରେ ଆପଣ ଶିଷ୍ଟ ବ୍ୟବହାର କରିବା ଉଚିତ। କାହାକୁ କହୁଛନ୍ତି? ପଣ୍ଡିତଙ୍କର ସ୍ତ୍ରୀଙ୍କୁ କହୁଛନ୍ତି। ଆଉ ଆପଣ ଶିଷ୍ଟ ବ୍ୟବହାର କରିବା ଉଚିତ, ଆଟଲିଷ୍ଟ ଅତିଥି, ପୁଣି ମହାନ ସଂସ୍କୃତ ପଣ୍ଡିତ, ତାଙ୍କ ସାମ୍ନାରେ। ମହିଳା ଖୁସି ହେଲେ, କାରଣ ସଂସ୍କୃତରେ ତାଙ୍କର ତ ଭଲ ଜ୍ଞାନ ନଥିଲା। ନାଇଁ, ସରି, ମହିଳା ଖୁସି ହେଲେ କାରଣ ସଂସ୍କୃତ ତାଙ୍କର ଭଲ ଜ୍ଞାନ ଥିଲା। ଅତିଥି ସହ ସେ ସଂସ୍କୃତରେ କଥାବାର୍ତ୍ତା ଆରମ୍ଭ କରିଦେଲେ। ଯାହା ହଉ ସଂସ୍କୃତ ପଣ୍ଡିତ ମିଳିଗଲେ। କିନ୍ତୁ ବିଶାରଦ ଯେମିତି ସଂସ୍କୃତ କହିବାକୁ ଆରମ୍ଭ କଲେ, ସିଏ ଆତଙ୍କିତ ହେଲେ, ଆଶ୍ଚର୍ଯ୍ୟ ହେଲେ, ଆତଙ୍କିତ ହେଲେ। କାରଣ ବିଶାରଦଙ୍କର ପଦେ କଥା ବି ସେ ବୁଝି ପାରୁନାହାନ୍ତି। ସେ କାହିଁକି ନା ଇଏ ଯୋଉ ସଂସ୍କୃତ କହୁଛନ୍ତି ସେ ବୁଝି ପାରୁନାହାନ୍ତି। ତେଣୁ ସିଏ ଭାବୁଛନ୍ତି କଣ, ଯେ ବୋଧହୁଏ ଇଏ ମାନେ ଆଉ ମାନେ ବିରାଟ ପଣ୍ଡିତ, ଆଉ କୋଉ ସଂସ୍କୃତ କହୁଛନ୍ତି ମୁଁ ତ ବୁଝିପାରୁନାହିଁ। ଇଏ ଜଣେ ତାନ୍ତ୍ରିକ ବୋଧେ ହେଇଥିବେ ଆଉ।
ଡରିଗଲେ। କିଏ ସେ? ସଂସ୍କୃତ ପଣ୍ଡିତିଆଣୀ। ତେଣୁ ସେ ରାତିରେ ତାଙ୍କ ସ୍ୱାମୀଙ୍କୁ କହିଲେ, କହିଲେ ଭଦ୍ରେ, ଆଉ ଏଇ ଯୋଉ ବ୍ୟକ୍ତି ଆସିଛନ୍ତି ଇଏ ନିଶ୍ଚୟ ଜଣେ ତାନ୍ତ୍ରିକ। ଆଉ ଯଦି ସେ ତନ୍ତ୍ର ପ୍ରୟୋଗ କରି ମୋତେ ବଶୀଭୂତ କରିବେ, ଆଉ ଆପଣଙ୍କ ପାଇଁ ଆପଣଙ୍କ ସହିତ ମୁଁ ଭଲ ବ୍ୟବହାର କରିବି, ସେଇଥିପାଇଁ ବଶୀଭୂତ କରିବାକୁ ତାଙ୍କୁ ଡାକିକି ଆଣିଛ କି? ଆପଣ ବ୍ୟସ୍ତ ଆଉ କଣ ତମ କହୁଛନ୍ତି? ତମେ ଦେଖ ଭଦ୍ରେ, ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଆଉ କାଲିଠାରୁ ଆପଣଙ୍କୁ ଜମାରୁ କେବେ ଆଉ ଅନୁଚିତ ବ୍ୟବହାର କରିବି ନାହିଁ, ଉତ୍କ୍ଷିପ୍ତ ହେବି ନାହିଁ। ଆଉ ତମେ ଦୟାକରି ତାଙ୍କୁ କୁହ ଯେ ସେ ମତେ ତନ୍ତ୍ର ପ୍ରୟୋଗ କରି ବଶୀଭୂତ କରନ୍ତୁ ନାହିଁ। ବୁଝିପାରିଲେ? ସେ ଟିକେ ଅନ୍ୟ ଆଡେ ଭାବିଲା, ଆଉ କହିଲା, ଭାବିଲେ ଯେ ବୋଧହୁଏ ତାଙ୍କ ସ୍ୱାମୀ ସେଇଥିପାଇଁ ଡାକିକି ଆଣିଛନ୍ତି। ବ୍ରାହ୍ମଣ ଦେଖିଲେ, ଆରେ ହେଇ, ଇଏ ବ୍ୟକ୍ତିଙ୍କୁ ଘରକୁ ଆଣିବା ଫଳରେ ମାନେ ମୋର ଲାଭ ହେଲା। ଗମ୍ଭୀର ଭାବରେ କହିଲେ, ବେଶ ବେଶ ବେଶ, ସ୍ତ୍ରୀର କର୍ତ୍ତବ୍ୟ ହେଲା ସ୍ୱାମୀ ଆଗରେ ନମ୍ର ଭାବରେ ଚଳିବ। ତମେ ଯେତେବେଳେ ଏହା ବୁଝିପାରିଲନି, ଏଇଟା ଯଥେଷ୍ଟ। ମୁଁ ଏ ତାନ୍ତ୍ରିକକୁ ବିଦା କରିଦେବି। ସେ ତମ ଉପରେ ମନ୍ତ୍ରତନ୍ତ୍ର ପ୍ରୟୋଗ କରିବେ ନାହିଁ। ସେ ଜଣେ ଜାଣିନଥିଲେ। ସକାଳେ ବ୍ରାହ୍ମଣ ଆନନ୍ଦରେ ଅତିଥିଙ୍କୁ 100 ମୁଦ୍ରା ଦେଇକି ବିଦାୟ ଦେଲେ। ତାଙ୍କର ଗୋଟେ ଖୁସି ଲାଗିଲା, ଯାହା ହଉ ଏତେ ଦିନ ପରେ ଏଡେ ବଡ ଘଟଣାଟେ ଘଟିଯାଇଛି। ଆପଣ ମଝିରେ ସଂସ୍କୃତ ପଣ୍ଡିତ ବୀରଭଦ୍ର ଶର୍ମାଙ୍କ ଘରେ ଅତିଥି ହୋଇ ରୁହନ୍ତୁ। ଏହା କହି ବ୍ରାହ୍ମଣ ବୀରଭଦ୍ରଙ୍କ ପାଖକୁ ଖଣ୍ଡେ ଚିଠି ଲେଖି ବିଶାରଦ ହାତରେ ଦେଲେ। ସେଠୁ ବିଶାରଦ ପଚାରିଲେ, ଇଏ ବୀରଭଦ୍ର କିଏ? ସେ କହିଲେ, ଆଜ୍ଞା, ସେ ହଉଛନ୍ତି ଏ ଅଞ୍ଚଳର ସବୁଠାରୁ ଜଣାଶୁଣା ସଂସ୍କୃତ ପଣ୍ଡିତ। ଆଉ ଆପଣଙ୍କ ସହ କଥାବାର୍ତ୍ତା କରି ସେ ଆପ୍ୟାୟିତ ହେବେ, ଏଥିରେ ସନ୍ଦେହ ନାହିଁ। ଆପଣ ତାଙ୍କ ଘରେ କିଛି ଦିନ ଅତିଥି ହେଇକି ରୁହନ୍ତୁ। ପରଦିନ ରାତିରେ ବିଶାରଦ ବୀରଭଦ୍ରଙ୍କ ଘରେ ପହଞ୍ଚି ଚିଠି ବଢାଇ ଦେଇ ସିଧା ସଂସ୍କୃତରେ କଥା ଆରମ୍ଭ କରିଦେଲା। ବୀରଭଦ୍ର ସେ ଅଞ୍ଚଳର ମାନେ ତାଙ୍କୁ ସେ ଯୋଉ ପଣ୍ଡିତ ବୋଲି ବୋଲାଉଥିଲେ, ତାଙ୍କୁ ଗୋଟେ ଉପାଧି ଦିଆହେଇଥିଲା, ନିରସ୍ତ ନିରସ୍ତ ପାଦପ ଦେଶେ ଏରଣ୍ଡପି ଦ୍ରୁମାୟତେ। ଅର୍ଥାତ୍ ତାଙ୍କର ସଂସ୍କୃତ ଜ୍ଞାନ ଆକ୍ଚୁଆଲି ସାମାନ୍ୟ ଥିଲା, କିନ୍ତୁ ଯୋଉଠି କେହି ନାହାନ୍ତି ପଣ୍ଡିତ, ତାଙ୍କ ଭିତରେ ତାଙ୍କର ଯୋଉ ଅଳ୍ପ ପାଣ୍ଡିତ୍ୟ ଜ୍ଞାନ, ସିଏ ହଉଛି ମାନେ ବିରାଟ ସଦୃଶ। ଯେମିତି ଆମେ କହୁ ଯେ ଯଦି ସବୁ ଖଚର ମାନଙ୍କ ଭିତରେ ଟିକେ ଗଧ ଆସି ପହଞ୍ଚିଗଲା, କିମ୍ବା ଖଚର ଖଚର ହଉଛି ଗଧ ଠାରୁ ଆହୁରି ଛୋଟ, ଖଚର ମାନଙ୍କ ଭିତରେ ଯଦି ଗୋଟେ ଗଧ ରହିଲା, ସିଏ ଭାବେ ମୁଁ ହଉଛି ଘୋଡା। ସେଠି ସେ ବୀରଭଦ୍ର ହଉଛନ୍ତି ସେ ଅଞ୍ଚଳର ସେଇଭଳିଆ ସଂସ୍କୃତ ପଣ୍ଡିତ। ତାଙ୍କର ସଂସ୍କୃତ ଜ୍ଞାନ ଅତି ସାମାନ୍ୟ। ସିଏ ଯେତେବେଳେ ଏ ବିଶାରଦଙ୍କର ଏଇ ଯୋଉ ଅତ୍ୟାଧୁନିକ ସଂସ୍କୃତ ଶୁଣିଲେ, କହିଲେ, ହେଇ, ଇଏ ମହାନ ପଣ୍ଡିତ। ଆଉ ସେ ପୁଣି ଚିଠିଟା ବି ଧରିକି ଆସିଛି ନା, ଆଉ ଇଏ ମହାନ ପଣ୍ଡିତ। ଯଦି ତାଙ୍କ ଆଗରେ ମୋର ଏଇ ଯୋଉ ଅଜ୍ଞାନତା ଧରା ପଡିଯିବ, ତାହେଲେ ମୁଁ ଆଉ ଏଇ ଯୋଉ ମୋର ଟିକେ ମାନ ସମ୍ମାନ ସବୁ କଟିଯିବ। ତେଣୁ ସେ କଣ କଲେ, ସାଙ୍ଗେ ସାଙ୍ଗେ 100 ମୁଦ୍ରା ଦେଇ ତାଙ୍କୁ ତା ପରଦିନ ସକାଳୁ ସକାଳୁ ବିଦା କରିଦେଲେ। ବିଶାରଦ ହାତରେ ବର୍ତ୍ତମାନ 200 ସ୍ୱର୍ଣ୍ଣ ମୁଦ୍ରା। ବର୍ତ୍ତମାନ ସେ ଆନନ୍ଦରେ ଯାଇକି ରାଜଧାନୀରେ ପହଞ୍ଚିଲା। ଧର୍ମଶାଳାରେ ରାତ୍ରି ଯାପନ କଲା ବେଳେ ସେ ଶୁଣିଲା ଯେ ରାଜାଙ୍କ ଦରବାରରେ ପ୍ରଧାନ ପଣ୍ଡିତ ହଉଛନ୍ତି ଧର୍ମରାଜ। ତେଣୁ ସେ ଭାବିଲା, ଯାଇ ତାହେଲେ ଧର୍ମରାଜାଙ୍କ କୁ ଦେଖା କରି ତାଙ୍କ ପାଖରେ ମୋର ଉଦ୍ଦେଶ୍ୟ ଜଣେଇବାଟା ଠିକ ହବ। ସେ ସେଠୁ ଧର୍ମରାଜଙ୍କ ପାଖକୁ ଗଲେ। ଧର୍ମରାଜ ତାହା ସଂସ୍କୃତ ଶୁଣି ତାଙ୍କ ହସ ଚାପି ରଖି କହିଲେ, ଆଉ ସିଏ ତ ପଣ୍ଡିତ ଲୋକ, ତେଣୁ ସିଏ ଜାଣିଗଲେ ଇଏ କୋଉ ପ୍ରକାର ସଂସ୍କୃତ କହୁଛି। ହସ ଚାପି ରଖି କହିଲେ, ବାପା, ଆଉ ଆମ ରାଜା ଜଣେ ବିଶିଷ୍ଟ ସଂସ୍କୃତଜ୍ଞ। ତମ ସଂସ୍କୃତ ଶୁଣିଲେ ସେ ତମ ଜିଭ କାଟିଦେବେ। ତମେ ଦରବାରୀ ପଣ୍ଡିତ ହେବାର ଦୁରାଶା ମନରୁ ତ୍ୟାଗ କର, ଅନ୍ୟ କିଛି କାମର ସନ୍ଧାନ କର।
କଣ କହିଲେ? ଯେ ଆମ ରାଜା ଜଣେ ବିରାଟ ବିଶିଷ୍ଟ ସଂସ୍କୃତଜ୍ଞ। ଯଦି ସେ ତମ ସଂସ୍କୃତ ଶୁଣିବେ ତେବେ ସେ ତମ ଜିଭ କାଟିଦେବେ। ମାନେ ଭଦ୍ର ଭାବରେ କହିଲେ, କାହିଁ କହିବେ ଆଉ ଏମିତି ଖରାପ କରି। ତେଣୁ ତମେ ଅନ୍ୟ କିଛି କାମର ସନ୍ଧାନ କର। ବିଶାରଦ ରାଗଲା ଆଉ କହିଲା, ଆପଣ ମତେ ଇର୍ଷା କରୁଛନ୍ତି? ଯଦି ରାଜା ଥରେ ମୋ ଗୁଣର ପରିଚୟ ପାଇବେ ତାହେଲେ ସେ ଆପଣଙ୍କୁ ଆଉ ପଚାରିବେ ନାହିଁ। ଧର୍ମରାଜ ଏକଥା ଶୁଣି ଚମକି ଉଠିଲେ, କହିଲା, ବାବା, ହଁ ହଁ ଠିକ ଅଛି। ମୁଁ ତ ବୃଦ୍ଧ ହେଇଗଲିଣି, ଆଉ ମୋର କାହାରି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର ବୟସ ନାହିଁ କି ଉତ୍ସାହ ବି ନାହିଁ। ବିଶାରଦ କହିଲେ, ମୁଁ ବିଶ୍ୱାସ କରୁନାହିଁ ଯେ ଆପଣ ଜଣେ ମହାନ ପଣ୍ଡିତ ବୋଲି। ଧର୍ମରାଜ ଅଡୁଆରେ ପଡିଲେ, କହିଲେ, ଆଚ୍ଛା ବାବୁ, ତମେ ଯାଅ, ଯାଇ ରାଜାଙ୍କୁ ଟିକେ ଭେଟ। କିନ୍ତୁ ମୁଁ ତୁମକୁ ପଠେଇଛି ଏକଥା କହିକି ମୋତେ ବିପଦରେ ପକାଇବ ନାହିଁ। ହାତ ଯୋଡି ପକେଇଲେ। କାହିଁକିନା ଯଦି ରାଜା ଶୁଣିବେ ଯେ ତାଙ୍କର ରାଜଦରବାରର ପଣ୍ଡିତେ ପଠେଇଛନ୍ତି ବୋଲି, ଯେ କାଳେ ଦଣ୍ଡ ଦେଇଦେବେ। ତେଣୁ ତମେ ଆଉ ଯାହା ଜରିଆରେ ଯାଉଛ ଯାଅ, ହେଲେ ମୋ ନା କହିବ ନାହିଁ। ଗୋଟେ କାମ କର, ତମେ ଏବେ 2-4 ଦିନ ଯାଅ ନାହିଁ। କାହିଁକି ନା ରାଜା ଟିକେ ଅସୁବିଧାରେ ଅଛନ୍ତି, ତେଣୁ ଦୁଃଖରେ ଅଛନ୍ତି। ତେଣୁ ତମେ ଏବେ ଯାଇକି ତାଙ୍କୁ ଦେଖା କର ନାହିଁ, ଯଦି ସେ ରାଗିକି କଣ କରିଦେବେ। ବିଶାରଦ ରାଗଲା, କହିଲା, ଇଏ ମତେ ଶୋଭୁନାହାନ୍ତି, ଇର୍ଷା କରୁଛନ୍ତି ମୋର ପାଣ୍ଡିତ୍ୟ ଉପରେ। ସିଧା ଗଲା ଦୌରୱାନ ପାଖରେ ପହଞ୍ଚିଲା। ସଂସ୍କୃତ ଭାଷାରେ ଧର୍ମରାଜଙ୍କ ବିରୁଦ୍ଧରେ ସେ କହିଲା। ସେ ଯୋଉ ସଂସ୍କୃତ କହୁଛି ସେ ଦୌରୱାନ ବୁଝିପାରୁନି। ନାଇଁ, ସିନା ଠିକ ରେ କହିଲେ ଜଣେ ବୁଝିବ। ଦରୁଆନ ଭାବିଲା, ସିଏ କହୁଛି କି ଧର୍ମରାଜ ତାକୁ ରାଜାଙ୍କ ପାଖକୁ ପଠାଇଛନ୍ତି। ତ ଓଲଟା ଦରୁଆନ ସାଙ୍ଗେ ସାଙ୍ଗେ ବାଟ ଛାଡିଦେଲା, କହିଲା, ଧର୍ମରାଜ ପଠେଇଛନ୍ତି ଆଉ କଣ, ଛାଡିଦେଲା ଆଉ। ସେ ସମୟରେ କଣ ହେଇଛି, ଆକ୍ଚୁଆଲି ରାଜାଙ୍କର ଘୋଡାଟି ମରିଯାଇଛି, ତାଙ୍କର ଅତି ପ୍ରିୟ ଘୋଡା। ତେଣୁ ସିଏ ଟିକେ ବିଷାଦଗ୍ରସ୍ତ ଅଛନ୍ତି। ସେଇ ଘୋଡାଟି ତାଙ୍କୁ ଯୁଦ୍ଧ କ୍ଷେତ୍ରରେ ଅନେକ ସାହାଯ୍ୟ କରିଛି। କୁଆଡେ ଗଲା ବେଳେ ଅନେକ ସାହାଯ୍ୟ କରିଛି। ତେଣୁ ସିଏ ଟିକେ ମନ ଦୁଃଖରେ ଅଛନ୍ତି। ବିଷାଦ ଯାଇକି ସାଙ୍ଗେ ସାଙ୍ଗେ ପହଞ୍ଚିଗଲା ରାଜାଙ୍କ ପାଖରେ, ଆଉ ସଂସ୍କୃତ କହିବାକୁ ଆରମ୍ଭ କରିଦେଲା। ରାଜା ପଚାରିଲେ, ତମେ କିଏ? ବିଶାରଦ ଆହୁରି ଉତ୍ସାହରେ ସଂସ୍କୃତରେ ପ୍ରଶ୍ନର ଉତ୍ତର ଦେଲା। ରାଜା କହୁଛନ୍ତି, ଆରେ ବାବୁ, ତମେ କିଏ? ତମେ କେଉଁ ରାଜ୍ୟରୁ ଆସିଛ? ଆଉ ତମେ କେଉଁ ଭାଷାରେ କଥା କହୁଛ? ତା ଭାଷା କିଏ ବୁଝିପାରୁନାହାନ୍ତି। ରାଜା ବ୍ୟସ୍ତ ହେଇଯାଉଛି ପଚାରୁଛନ୍ତି। ବିଶାରଦ ପୁଣି ଆଉଥରେ ଇଏ ସବୁର ପ୍ରଶ୍ନର ଉତ୍ତର ତା ନିଜ ସଂସ୍କୃତରେ ଉତ୍ତର ଦେଲା। ରାଜା ରାଜାଙ୍କର ବୁଝିବାର ସମ୍ଭାବନା ନାହିଁ। ସିଏ ତାପରେ ଯେତେବେଳେ ବୁଝିଲେ ଯେ ବିଶାରଦ ସଂସ୍କୃତ କହୁଛି, ହଉ ହଉ, ଏ କହୁ ସବୁ, ସେ ହସିଲେ 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 ଆଉ। ମାନେ ଯୋଉ ମନ ଦୁଃଖ ଥିଲା ସେ ହସିଲେ ଆଉ। ମାନେ ଏ ପ୍ରକାରର ଶୁଣିକି ସଂସ୍କୃତ, ସିଏ ହସୁଛନ୍ତି କଣ, ମାନେ ଇଏ କି ଭଳିଆ ପଣ୍ଡିତ ଯେ ସଂସ୍କୃତ କହୁଛି କିନ୍ତୁ କିଛି ବି ତାର ନାଁ ନାହିଁ। ତେଣୁ ତାଙ୍କ ଦୁଃଖ କୁଆଡେ ପଳେଇଲା। ସିଏ ବର୍ତ୍ତମାନ ହସିବାକୁ ଆରମ୍ଭ କଲେ, ଯେ ଭଳିଆ ପଣ୍ଡିତ ମୂର୍ଖ, ମାନେ ନିଜକୁ ବୋଲାଉଥିବା ପଣ୍ଡିତ ଯେ ମୂର୍ଖ, ସେୟା ଭାବିକି ହସୁନି। ହଉ ହଉ। ଯେତେବେଳେ ତାଙ୍କର ଏଇ ଯୋଉ ସଂସ୍କୃତର ଲାଳିକା ଶୁଣିବାକୁ ମନ ହୁଏ, ମାନେ ସେ ଯେତେବେଳେ ହସିବାକୁ ତାଙ୍କର ଇଚ୍ଛା ହୁଏ, ସେତେବେଳେ ସେ ବିଶାରଦକୁ ଡାକନ୍ତି, ଆଉ ତାକୁ କହନ୍ତି, କହ। ସଂସ୍କୃତରେ ସେ କହେ ଆଉ, ଏ ବସି ହସନ୍ତି ଆଉ। କିନ୍ତୁ ଯେହେତୁ ସିଏ ବି ଗୋଟେ ଚାକିରି, ସିଏ ବି ଗୋଟେ ଚାକିରି, ରାଜାଙ୍କ ପାଖରେ ଚାକିରି ପାଇଲା, ଦରମା ବି ପାଇଲା। ତାପରେ ରାଜା
ରାଜା କହିଲେ ତ ତାଙ୍କ ବାପାଙ୍କ ସହିତ ଦେଖା କଲେ, ଦେଖା ହେଲା ବାପାଙ୍କ ସହିତ। ବାପା ତାଙ୍କର ପୁରା ନିଷ୍କପଟ, କହିଲେ, କଥା ହେଲେ ରାଜା, ଜାଣିଲେ ବିଚରା, ମାନେ ବିଚରା ବାପା ନାଚାର। କହିଲେ ଦେଖ, ଆଉ ଠିକ ଅଛି, ଯାହା ବି ହେଲେ ତ ପୁଅ ତମର। ଆଉ ଯେତେବେଳେ ମୁଁ ଦୁଃଖରେ ବା କୌଣସି କାରଣରୁ ବିଷାଦ ମତେ ଆସୁଛି, ମୁଁ ଟିକେ ତାକୁ ଡାକିକି ତା ସହିତ କଥା ହଉଛି, ସେ ଯୋଉ ସଂସ୍କୃତରେ କହୁଛି, ମୁଁ କଣ ଭାବି ଭାବିକି ହସୁଛି। ଆଉ ତମେ ଖରାପ ଭାବନି, ମୁଁ ତାକୁ ଥଟ୍ଟା ପରିହାସ କରୁନାହିଁ, କିମ୍ବା ତାକୁ କେବେ ଏପର୍ଯ୍ୟନ୍ତ କହିନାହିଁ ଯେ ତୁ ମୂର୍ଖ ବୋଲି ବା ସଂସ୍କୃତ ଜାଣିନାହୁଁ ବୋଲି। ତେଣୁ ତୁମେ ବି ତାକୁ କୁହ ନାହିଁ, ସେ ରହୁ। ଏବଂ ମୋର ଦାୟିତ୍ୱରେ ଟିକେ ବି ଯେତେବେଳେ ବିଷାଦ ଆସୁଛି ସେତେବେଳେ ହାଲୁକା ହେଇଯାଉଛି, ତେଣୁ ତୁମେ ବି ଏଠାରେ ରୁହ। ଯାହା ହଉ ସେ ପଣ୍ଡିତେ ତାଙ୍କ ସ୍ତ୍ରୀ ରାଜ ଦରବାର ମାନେ ରାଜାଙ୍କ ପାଖରେ, ରାଜା ତାଙ୍କର ତାଙ୍କ ଗୃହ ଦେଲେ, ଯୋଉଠି ସେମାନେ ସବୁ ରହିଲେ। ବିଶାରଦ ଚାକିରି ପାଇଲା, ଚାକିରି ଏଇ ପ୍ରକାର ଚାକିରି ଆଉ। ତାପରେ ସେ ପଣ୍ଡିତେ ବିଦ୍ୟା ବାଗିଶଙ୍କ ପାଖକୁ ଗଲେ, କହିଲେ, କଥା ହେଲେ ଦି ଜଣ। ବିଦ୍ୟା ବାଗିଶ କହୁଛନ୍ତି, ଇଏ କିସ ପୁଣି ଦେଖା ନଯାଏ, ବଞ୍ଚି ରହିଥିଲେ ମହିରେ। ଯଥା ସମୟରେ ବିଶାରଦ ଗୁରୁଙ୍କୁ ବି ସହରକୁ ଆଣି କିଛି ଦିନ ପାଇଁ ନିଜ ପାଖରେ ରଖିଲା। ଆଉ ଗୁରୁଙ୍କର ବହୁତ ତତ୍ଵ ନେଲା। ଆଉ ଗୁରୁ ଖାଲି ବଲ ବଲ କରି ତାଙ୍କୁ ଦେଖୁଥାନ୍ତି ଆଉ। ତେଣୁ କିସ ପୁଣି ଦେଖା ନଯାଏ, ଏ ହଉଛି ସଂସାରର ଗୋଟେ ଗୋଟେ ପ୍ରକାର ପରିଚୟ। ବାପା ମାଙ୍କର ନାଚାରତା ଏବଂ ପୁତ୍ର ସ୍ନେହ, ଅଧିକ ଏକ୍ସପେକ୍ଟେସନ, ତା ସହିତ ନିଜ ଭୁଲକୁ ସଂଶୋଧନ କରିବା ପାଇଁ କେତେବେଳେ ଜଣେ ସକ୍ଷମ ହୁଏ, ତାର ଏଇଟା ହଉଛି ଗୋଟେ ବଢିଆ କାହାଣୀ। ଯେ ପର୍ଯ୍ୟନ୍ତ ସିଏ ଭାବିଥାଏ ଯେ ମୁଁ ଯାହା କରୁଛି ତାହା ଠିକ, ସେ ପର୍ଯ୍ୟନ୍ତ କେବେ ସେ ତାକୁ ସଂଶୋଧନ କରିବ ନାହିଁ। କିନ୍ତୁ ବେଳେ ବେଳେ ନିଜର ଯୋଉ ସରଳତା ଟିକକ ଥାଏ, ହୁଏତ ସିଏ ତା ସହିତ, ଯେମିତି କୁହାଯାଏ, ଯେହେତୁ ପଣ୍ଡିତେ ପୂର୍ଣ୍ଣ ସରଳତାର ସହିତ ଯାହା ପାଖରେ ବି ଛାଡିଛନ୍ତି ତାକୁ କିଛି ଲୁଚେଇ ରଖି ନାହାନ୍ତି, ସିଧା ସିଧା କହିଛନ୍ତି। ଏବଂ ପ୍ରାର୍ଥନା କରୁଛନ୍ତି ସବୁବେଳେ ଯେ ମୁଁ ଯେପରି ପିଲାର ଅଗ୍ରଗତି ହଉ। ତେଣୁ ସେଇ ପ୍ରାର୍ଥନା ହିଁ ତାଙ୍କୁ ଅ ତାଙ୍କ ପାଇଁ ଗୋଟେ ପରିବେଶ ପରିସ୍ଥିତି ତିଆରି କରିଛି, ଯାହା ଫଳରେ ଯୋଉ ଯୋଉ ଜାଗାକୁ ଯାଇ ପହଞ୍ଚିଛନ୍ତି, ସବୁ ଜାଗାରେ ତାଙ୍କ ଅନୁରୂପ ଘଟଣା ଗୁଡିକ ଘଟିଛି। ଏଇଟା କେବଳ ଭଗବତ କୃପା ଏବଂ ଜଣେ ସରଳ, ତାଙ୍କ ପିତା ଯିଏ ପଣ୍ଡିତ ସରଳ ବ୍ୟକ୍ତିଙ୍କର ଆଶୀର୍ବାଦ ଫଳରେ ହିଁ ଘଟିଛି, ଯାହା ଫଳରେ ପରିବେଶ ପରିସ୍ଥିତି ଅନୁକୂଳ ହେଇଛି। ଏବଂ ଯାହା ବି ହଉ, ରାଜାଙ୍କ ପାଖରେ ସେ ଗୋଟେ ଚାକିରି ପାଇଛନ୍ତି ଏବଂ ଚଳିବା ଦୃଷ୍ଟିରୁ, ବାହ୍ୟ ଦୃଷ୍ଟିକୋଣରୁ ଦେଖିଲେ ଭଲରେ ଇଏ ଚଳିଲେ ଆଉ। ମା ମା, thank you all, Robert.